ସୁନ୍ଦର ଗାଁଟିଏ। ସେହି ଗାଁ ପାଖରେ ଗୋଟେ ଜଙ୍ଗଲଟାଏ ଥିଲା। ସେହି ଜଙ୍ଗଲରେ ବଡ଼ ବଡ଼ ଗଛ ଥିଲା। ମାଙ୍କଡ଼ମାନେ ପରା ସେହି ସବୁ ଗଛରେ ଏ ଡାଳରୁ ସେ ଡାଳ ଡିଆଁ ଡିଇଁ କରନ୍ତି। ସନ୍ଧ୍ୟା ହେଲେ ସେଠାରେ ରୁହନ୍ତି। ଟୋଟାଲ ସେ ଜଙ୍ଗଲରେ ମାଙ୍କଡ଼ମାନେ ବସା ବାନ୍ଧିଥାନ୍ତି। ସେହି ଜଙ୍ଗଲର ଗଛ ଡାଳରେ ମାଙ୍କଡ଼ଟିଏ ବସିଥିଲା। ତା ଲାଞ୍ଜଟି ତଳକୁ ଲମ୍ବିଥିଲା। ଲାଞ୍ଜଟି ଲମ୍ବି ପରା ମାଟିରେ ଲାଗି ଯାଇଥିଲା। ଗୁଣ୍ଡୁଚି ମୂଷା ଦଳେ ତଳେ ଖେଳୁଥିଲେ। ତଳେ ଖେଳୁ ଖେଳୁ ଗୋଟେ ଗୁଣ୍ଡୁଚି ମୂଷା ଦେଖିଲା କ'ଣ ଗୋଟେ ଝୁଲୁଛି। ସେଟାକୁ ଧରି ଦୋଳି ଖେଳିଲା। ମନେ ମନେ ଭାବୁଥାଏ, ହା ହା କି ଆନନ୍ଦ ଲାଗୁଛି। ଗୁଣ୍ଡୁଚି ମୂଷାର ସାଙ୍ଗମାନେ ତାକୁ ଦେଖି ସମସ୍ତେ ଯାଇ ସେହି ଲାଞ୍ଜକୁ ଧରି ପକାଇଲେ। ତାଙ୍କ ଭିତରେ ଜଣେ କହୁଥାଏ, ଆରେ ହେ, ଭାରି ନରମ ଲାଗୁଛି। ଏଟା କ'ଣ କିରେ? ଅନ୍ୟ ସାଙ୍ଗଟିଏ କହୁଥାଏ, ସେ ଯାହା ହେଉଛି ହେଉ, ଆମେ ତ ଦୋଳି ଖେଳିବା। ହା ହା ଭାରି ମଜା ଲାଗୁଛି। ସବୁ ସାଙ୍ଗ ଗୁଣ୍ଡୁଚି ମୂଷାମାନେ ମିଶି ଦୋଳି ଖେଳିଲେ। ଗୁଣ୍ଡୁଚି ମୂଷାଙ୍କ ଓଜନରେ ମାଙ୍କଡ଼ଟି ଗଛରୁ ତଳକୁ ଖସି ପଡ଼ିଲା। ଦୁଲ କିନା ଶୁଭିଲା। ଗୁଣ୍ଡୁଚି ମୂଷାମାନେ ଡରିଗଲେ। ଭାବିଲେ, କିଏ ବାଣ ଫୁଟାଇଲା କି? ମାଙ୍କଡ଼ଟି ତଳେ ପଡ଼ି ସେମାନଙ୍କୁ ଦେଖି ଫେଁ କିନା ହସିଦେଲା। ଗୁଣ୍ଡୁଚି ମୂଷାମାନେ ଦୌଡ଼ା ଦୌଡ଼ି ହୋଇ ଚାଲିଗଲେ। ମାଙ୍କଡ଼ ଲାଞ୍ଜରେ ଦୋଳି ଖେଳିବାର ମଜା ବାହାରିଗଲା।